ଆପଣମାନେ ଶୁଣୁଛନ୍ତି ରେଡିଓ କୋରାପୁଟ। ଆଜି ଅର୍ଥାତ୍ ଫେବୃଆରୀ ମାସର 16 ତାରିଖ ରବିବାର। ପ୍ରମେୟ ଖବରକାଗଜର ରବିବାର ପୃଷ୍ଠାକୁ ମଣ୍ଡନ କରିଛି ଏକ କ୍ଷୁଦ୍ର ଗଳ୍ପ। ଏହି କ୍ଷୁଦ୍ର ଗଳ୍ପର ନାଁ ହେଲା ମୁଢ଼ି ପାଗ ଏବଂ ଗାଳ୍ପିକ ହେଲେ ଅନୁଲିପ୍ତା ମିଶ୍ର। ତେବେ ଗାଳ୍ପିକଙ୍କ ପାଖରେ ଆମେ କୃତଜ୍ଞତା ଜଣାଇ ଏହି ଗଳ୍ପଟିକୁ ପଢ଼ିବା ଆରମ୍ଭ କରୁଛେ। ଆସନ୍ତୁ ଶୁଣିବା। ଆଜି କ'ଣ ଖାଇ ଆସିଛୁ? ମୋର ଏହି ସବୁଦିନିଆ ପ୍ରଶ୍ନର ତାର ପ୍ରାୟ ସବୁଦିନର ଉତ୍ତର ହେଲା ମୁଢ଼ି ପାଗ। ତା ଉତ୍ତର ଶୁଣି ମୁଁ ହସେ। ମୁଁ ହସିଲେ ସେ ଖୁସି ହେବା ପରି ଲାଗେ। ଦିନେ ପଚାରିଲି, ତୁ ସବୁଦିନ ମୁଢ଼ି ପାଗ ଖାଇ ଆସୁଛୁ, କେମିତି ହୁଏ ସେ ମୁଢ଼ି ପାଗ? ସେ ବଡ଼ ଆଗ୍ରହରେ କହିଲା, ଗୋଟିଏ ବେଲାରେ କିଛି ସୋରିଷ ତେଲ ନେବେ, ସେଥିରେ ପିଆଜ, ଟମାଟୋ, ମିକ୍ସଚର ପକାଇବେ, ଶେଷରେ ମୁଢ଼ି ପକାଇ ଟିକେ ପାଣି ଛିଞ୍ଚି ଗୋଳେଇ ଦେବ, ହେଇଗଲା ମୁଢ଼ି ପାଗ। ହଁ, ଚାହିଁଲେ କାକୁଡ଼ି ବି ପକାଇ ପାରିବେ। ତୁ ନିଜେ କରିପାରୁ? ପଚାରିଲି ମୁଁ। ଆଜ୍ଞା, ଏଇଟା ତ ସହଜ କାମ, ହସିକି କହିଲା ସେ। ମୁଁ ମ୍ୟାଗି ବନେଇ ପାରେ, ଚା ବି ତିଆରି କରିପାରେ। ଆଚ୍ଛା, ତୁ ସବୁଦିନ ସେଇ ମୁଢ଼ି ପାଗ ଖାଉ? ମା, ଏତେ ଶୀଘ୍ର ଆଉ କିଛି ବନେଇ ପାରେନି। ବେଳେବେଳେ ଚୁଡ଼ା ଅମୁଲ ବି ଖାଇଦିଏ, ମୁହଁ ତଳକୁ ପୋତି କହିଲା ସେ। ମୁଁ ତାଙ୍କର ଶ୍ରେଣୀ ଶିକ୍ଷୟିତ୍ରୀ। ପ୍ରଥମ ପିରିୟଡ଼ରେ ଉପସ୍ଥାପନ ପକାଇବା ପାଇଁ ମୁଁ ବ୍ୟାଗରୁ କଲମ କାଢ଼ିବା ପୂର୍ବରୁ ସେ ତରତର ହୋଇ ତା ବ୍ୟାଗରୁ କଲମ କାଢ଼ି ବଢ଼େଇ ଦିଏ ମୋତେ। ସେ ପୁଅ ପିଲାଙ୍କ ପଟେ ଆଗ ଧାଡ଼ିରେ ବସେ। ପଞ୍ଚମରୁ ଏବେ ଷଷ୍ଠ ଶ୍ରେଣୀକୁ ଆସିଥିବା ସବୁ ପିଲାଙ୍କ ଭିତରୁ ତାର ପାଠ ଭଲ। ବେଳେବେଳେ ମୁଁ ତା ଉପରେ ବହୁତ ରାଗିଯାଏ। ଏତେ ସୁନ୍ଦର ଚେହେରା, କିନ୍ତୁ ଅଧିକାଂଶ ସମୟରେ ତାକ୍ଷ ମୁଣ୍ଡ କୁଣ୍ଡା ହୋଇନଥିବ, ତେଲ ନ ବାଜି ଚୁଟି ସବୁ କହରା ଦୁଶୁଥିବ, ପିନ୍ଧିଥିବ ଅପରିଷ୍କାର ସାର୍ଟ ପ୍ୟାଣ୍ଟ, କେତେବେଳେ ସାର୍ଟ ବୋତାମ ଛିଣ୍ଡିଥିବ ତ କେତେବେଳେ ପ୍ୟାଣ୍ଟ ଫାଟିଥିବ, କେତେବେଳେ ପେନସିଲ ନଥିବ ତ କେତେବେଳେ ଜ୍ୟାମିତି ବକ୍ସ ଆଣି ନଥିବ। ମୁଁ ବିରକ୍ତ ହୁଏ, ଗାଳି କରେ। ସେ କିଛି କୁହେନି, ମୁଣ୍ଡ ତଳକୁ କରି ଚୁପଚାପ ଠିଆ ହୁଏ। ମୁଁ ଗଣିତ ପଢ଼ାଏ, ଆଉ ସେ ଭଲ ଗଣିତ କରେ। ସେଥିପାଇଁ ତା ପ୍ରତି ମୋର ସ୍ୱତନ୍ତ୍ର ଦୁର୍ବଳତା। କେବଳ ଗଣିତ ନୁହେଁ, ସବୁ ପାଠରେ ତାର ଆଗ୍ରହ ଥାଏ। ଦିନେ ଦିନେ ତା ରୂପ ଦେଖି ଶ୍ରେଣୀର ସବୁ ପିଲା ହସନ୍ତି, ମୁଁ ବି ହସେ। ସେ ନିଜେ ବି ହସୁଥାଏ। ଗୋଟେ ହେଲା ପ୍ୟାଣ୍ଟ ସାଙ୍ଗକୁ ଲମ୍ବା ସାର୍ଟ, ତା ଭଳି 2 ଜଣ ଗଳିଯିବେ ସେ ସାର୍ଟ ଭିତରେ। ପଚାରିଲେ ହସି ହସି କହେ, ମୋ ୟୁନିଫର୍ମ ଧୁଆ ହେଇନି, ନଚେତ୍ ଚିରି ଯାଇଛି। ମୋତେ ରାଗ ଲାଗେ। କେମିତିକା ବାପା ମା ପିଲାଟିକୁ ଏମିତି ପଠାଇ ଦେଉଛନ୍ତି ସ୍କୁଲକୁ, ତା ଅନୁପସ୍ଥିତିରେ କିନ୍ତୁ ପାଠ ପଢ଼ାଇବାକୁ ଇଚ୍ଛା ହୁଏନି ମୋର। ସେଦିନ ଘରେ ମୁଢ଼ି ମିକ୍ସଚର ଖାଇବାକୁ ଯିବାବେଳେ ମନେ ପଡ଼ିଲା ତା କଥା। ମୁଢ଼ି ମିକ୍ସଚର ନ ଖାଇ ମୁଁ ମୁଢ଼ି ପାଗ ଖାଇବାକୁ ମନସ୍ଥ କଲି ଓ ପିଲାଟା କଥା ଭାବି ଖୁବ୍ ହସିଲି। ପିଲାମାନେ କେଡ଼େ ସରଳ ଓ ନିରୀହ ସତେ। ଟିକିଏ ଆଶ୍ୱାସନା ପାଇଲେ ନିଜର ସବୁ ସତ ନିସଂକୋଚରେ ପ୍ରକାଶ କରିଦିଏ ସଭିଙ୍କ ଆଗରେ। ମନେ ମନେ ଈଶ୍ୱରଙ୍କୁ ଧନ୍ୟବାଦ ଦେଲି, ମୋତେ ଏହି ପିଲାମାନଙ୍କୁ ଶୁଣିବାକୁ, ବୁଝିବାକୁ ଓ ସେମାନଙ୍କ ପିଲାଳିଆମକୁ ଭୋଗିବା ପାଇଁ ସୁଯୋଗଟିଏ ଦେଇଥିବାରୁ। ସବୁଦିନ ଭଳି ସେଦିନ ବି ତା କଲମଟିକୁ ତରତର ହୋଇ ବଢ଼େଇ ଦେଲା ମୋତେ ଉପସ୍ଥାପନ ପକାଇବା ପାଇଁ। ଉପସ୍ଥାନ ପକଉ ପକଉ ମୋ ଆଖି ପଡ଼ିଲା ତା ଗୋରା ଗାଲ ଉପରେ। ଗାଲରେ ଗୋଟେ ଲମ୍ବା ନାଲି ଦାଗ। ମୁଁ ତାକୁ ଠିଆ କରି ପଚାରିଲି, ଆରେ ତୋ ଗାଲରେ କ'ଣ ହେଇଛି? ସେ କିଛି ନ କହି ଖାଲି ହସିଲା ଟିକେ। ହଠାତ୍ ଶ୍ରେଣୀର ଆଉ ଜଣେ ପିଲା ଠିଆ ହୋଇ କହିଲା, ଦିଦି, ସେ ଦୁଷ୍ଟ ହେଉଥିଲା ବୋଲି ତା ଜେଜେମା ତା ଗାଲରେ ଚିଆଁ ଲଗେଇ ଦେଇଛି। ମୁଁ ଆଶ୍ଚର୍ଯ୍ୟ ହୋଇ ତାକୁ ଚାହିଁଲି। ସେ ସେମିତି ହସି କହିଲା, ଦିଦି, ଜେଜେମାଙ୍କର କିଛି ଦୋଷ ନାହିଁ, ମୁଁ ଟିକିଏ ଦୁଷ୍ଟ ହେଉଥିଲି ତ। ପୂର୍ବ ପିଲାଟି ପୁଣି କହିଲା, ଦିଦି, ତା ବାପା ମା ମରିଯାଇଛନ୍ତି, ସେ ତା ଜେଜେବାପା ଜେଜେମାଙ୍କ ପାଖରେ ରୁହେ। ତା ପାଇଁ ମୋ ମନରେ ଥିବା ସବୁ ପ୍ରଶ୍ନର ଉତ୍ତର ମୁଁ ପାଇଯାଉଥିଲି ଧୀରେ ଧୀରେ। ଏବେ ମୁଁ ଆଉ କିଛି ଶୁଣିବା ପାଇଁ ଚାହୁଁନଥିଲି। ଉପସ୍ଥାନ ପକାଇ ସାରିଥିଲି। ସେ ତା କଲମ ନେବାକୁ ଆସିଥିଲା। ମୁଁ ତାକୁ ପଚାରିଲି, ଆଜି କ'ଣ ଖାଇଛୁ? ତାର ସେହି ସମାନ ଉତ୍ତର, ମୁଢ଼ି ପାଗ। କୃତଜ୍ଞତା ଜଣାଇବା
ଗାଳ୍ପିକଙ୍କ ପାଖରେ ଗାଳ୍ପିକ ଅନୁଲିପ୍ତା ମିଶ୍ର ନିଶ୍ଚିତ ଭାବରେ ଜଣେ ଶିକ୍ଷକ ହୋଇଥିବେ କିମ୍ବା ଶିକ୍ଷକର ଅଭିନୟ ଅତି ସୁନ୍ଦର ଭାବରେ କରିପାରିଛନ୍ତି। ସେ ଯାଉନ କାହିଁକି ଏହି କ୍ଷୁଦ୍ର ଗଳ୍ପଟି ନିଶ୍ଚିତ ଭାବରେ ଆମ ସମସ୍ତଙ୍କ ହୃଦୟକୁ ସ୍ପର୍ଶ କରିଛି। ତେଣୁ ପୁଣି ଥରେ ଗାଳ୍ପିକଙ୍କ ପାଖରେ କୃତଜ୍ଞତା ଜଣାଇ ରେଡ଼ିଓ କୋରାପୁଟର ସମସ୍ତ ଶ୍ରୋତାଙ୍କ ପାଖରେ କୃତଜ୍ଞତା ଜଣାଇ ରହୁଛି ମୁଁ କୋରାପୁଟରୁ CH ସାନ୍ତାକାର ରେଡ଼ିଓ କୋରାପୁଟ ପାଇଁ। ନମସ୍କାର।